ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା ସ୍ପେଶାଲ ଆଜି ଆମେ ଘରେ ପ୍ରସ୍ତୁତ କରିବା ମିଠା। ଏଇ ମିଠା ରେସିପି ଯଦି ଘରେ ବନୁଛନ୍ତି ଗୋଟେ ବି ପ୍ଲେଟରେ ରହିବନି, ସମସ୍ତେ ମାଗି ମାଗି ଖାଇବେ। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି, ପୁରାପୁରି ଇଜି ପ୍ରୋସେସ୍ରେ ଆପଣମାନେ ମାର୍କେଟର ଦାମୀ ମିଠା ଘରେ ପ୍ରସ୍ତୁତ କରିପାରିବେ। ସେଇ ରେସିପିଟା ଆଜି ଆପଣମାନଙ୍କୁ ମୁଁ ସେୟାର କରୁଛି। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, କେମିତି କ'ଣ ବନିଛି ଜାଣିପାରିବେ, ଇଜିଲି ପ୍ରସ୍ତୁତ କରିପାରିବେ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି ଆଉ ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ଗୋଟେ ପିସ୍ ବଦଳରେ ଗୋଟେ ଗିନା ଖାଇବେ, ବହୁତ ଟେଷ୍ଟି ଲାଗିବ। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ପ୍ରଥମେ ଚିନି ସିରା ପ୍ରସ୍ତୁତ କରିଦେବା। ଏଠି ଦେଖନ୍ତୁ ଗୋଟେ ବଡ଼ ଗିନାରେ ହାଫ୍ ଗିନା ମୁଁ ନେଇଛି ଏଥିରେ ଚିନି। ତ ପାଖାପାଖି ଏଠି 200 ଗ୍ରାମର ଚିନି ହେବ ଆଉ ହାଫ୍ ଗିନା ଚିନିରେ ମୁଁ ସେଥିରେ ଟିକେ ହାଫ୍ ଗିନା ଟିକେ କମ୍ ପାଣି ଏଡ଼୍ କରିଦେଇଛି। ଆଉ ଭଲ ଫ୍ଲେଭର୍ ପାଇଁ ଅଳ୍ପ ଟିକେ ଅଳେଇଚ ଏଡ଼୍ କରିଛି। ତ ଚିନି ସିରା ଆପଣମାନେ ଚାହିଁଲେ ଅଧିକା ଟିକେ ବନେଇ ପାରିବେ। ଚିନି ସିରା ସେମିତି କିଛି ମେଜରମେଣ୍ଟ ନାହିଁ, ଦେଖିବେ ଯେହେତୁ ମିଠା ପ୍ରସ୍ତୁତ କରୁଛନ୍ତି ତ ଚିନି ସିରା ଅଧିକା କରିପାରିବେ, କିନ୍ତୁ କମ୍ କରିବେନି। ଯେତିକି ମିଠା ବନେଇବେ ତାର ଟିକେ ଅଧିକା ବନେଇବେ। ଆଉ ଯେହେତୁ ମୋ ପାଖରେ ଚିନି ସିରା ଏକ୍ସଟ୍ରା ଅଛି, ତ ମୁଁ ବହୁତ ରେସିପି ବନେଇଥାଏ, ଆପଣମାନେ ବି ତ ଜାଣିଛନ୍ତି। ତ ବଳିଛି, ସେଥିପାଇଁ ମୁଁ ଅଳ୍ପ ଟିକେ ଚିନି ସିରା ଏହି ସମୟରେ ବନେଇଛି। ତ ଏଠି ଦେଖୁন ଚିନି ସିରା ବନିକି ରେଡ଼ି ହେଇଗଲା। ଆଉ ଚିନି ସିରା ବନିଛି ଜାଣିବା ପାଇଁ ହାତରେ ଅଳ୍ପ ଟିକେ ନେବେ, ଯେମିତି ରିଫାଇନ୍ ଅଏଲ୍ ହାତକୁ ଲାଗୁଛି କି ମହୁ ଯେମିତି ହାତକୁ ଲାଗୁଛି ସେଇଭଳି ଲାଗିଲା ପର୍ଯ୍ୟନ୍ତ ହିଁ ତାକୁ ବନେଇବାକୁ ଦେବେ। ତାପରେ ତାକୁ ଆମେ ସାଇଡ଼ରେ ରଖିଦେବା। ଏଠି ଦେଖନ୍ତୁ ମୁଁ 200 ଗ୍ରାମର ନେଇଛି ପନିର। ତ ଆପଣମାନେ ଚାହିଁଲେ ପନିର ବଦଳରେ ଆପଣମାନେ ଅଟାରେ ବି ବନେଇ ପାରିବେ ଏ ରେସିପିଟା, ସୁଜିରେ ବି ବନେଇ ପାରିବେ ଏ ରେସିପିଟା। ଆଉ ଯଦି ପନିର ଅଛି ଘରେ ତାହେଲେ 200 ଗ୍ରାମ ଦେଖିବେ ପନିରରେ ତ ବହୁତ ବଢ଼ିଆ ଗୋଟେ ମିଠା ରେସିପି ବନିକି ରେଡ଼ି ହେଇଯିବ। ଆଉ ପନିରଟାକୁ କ'ଣ କଲେ ମୁଁ ଗ୍ରେଟ୍ କରିଦେଲି। ଗ୍ରେଟ୍ କରିସାରିବା ପରେ ହାତର ହେଲ୍ପରେ ବା ପାପୁଲିର ହେଲ୍ପରେ ତାକୁ ଟିକେ ଭଲସେ ଟିକେ ଚକଟିକିରି ଗୋଟେ ସ୍ମୁଥ୍ ଗୋଟେ ଆମେ ଛେନା ପେଷ୍ଟ ବନେଇକି ରେଡ଼ି କରିଦେବା। ଯେମିତି ଆପଣମାନେ କ୍ଷୀର ଛିଡ଼େଇକି ଛେନା ବନାଉଛନ୍ତି ସେଇଭଳି ହିଁ ପ୍ରୋସେସ୍ରେ ଆପଣମାନେ ଚାହିଁଲେ ବି ବନେଇକିରି ଏଇ ମିଠାଟି ବନେଇ ପାରିବେ। ତ କ୍ଷୀରକୁ ଦେଖିବେ 1 ଲିଟର କ୍ଷୀରରେ ବି ଆପଣମାନେ ବହୁତ ବଢ଼ିଆ ଗୋଟେ ଟେଷ୍ଟି ମିଠା ବନେଇକି ଏଠି ରେଡ଼ି କରିପାରିବେ। ତ ଦେଖନ୍ତୁ ହାତର ହେଲ୍ପରେ ମୁଁ ଭଲସେ ତାକୁ ଚକଟିକିରି ଗୋଟେ ସ୍ମୁଥ୍ ଏଠି ଛେନା ପେଷ୍ଟ ବନେଇକି ରେଡ଼ି କରିଦେଇଛି। ଆପଣମାନଙ୍କୁ ଯଦି ଟାଇମ୍ ନାହିଁ ପାଖରେ ତ ଏଇଭଳି ହାତରେ ଚକଟିବା ପାଇଁ, ତାହେଲେ ମିକ୍ସରରେ ବି ଆକୁ ଏଡ଼୍ କରିକି ଯଦି ଗ୍ରାଇଣ୍ଡିଙ୍ଗ କରିଦେବେ ତାହେଲେ ବି ଗୋଟେ ପେଷ୍ଟ ବନିକି ରେଡ଼ି ହେଇଯିବ। ଦେଖନ୍ତୁ କେତେ ବଢ଼ିଆ ଗୋଟେ ସ୍ମୁଥ୍ ଛେନା ପେଷ୍ଟ ବନିକି ରେଡ଼ି ହେଇଗଲାଣି। ତ ଏଇଭଳି ବନି ସାରିବା ପରେ କ'ଣ କରିବା ନା, ସେଇଥିରେ ଆମେ 1 ଚାମଚ ଏଡ଼୍ କରିଦେବା। 200 ଗ୍ରାମ ଏଠି ଛେନାରେ 1 ଚାମଚ ମଇଦା ଏଡ଼୍ କରିବା। ମଇଦା ବଦଳରେ ଆପଣମାନେ କର୍ଣ୍ଣଫ୍ଲୋର ବି ଏଡ଼୍ କରିପାରିବେ। ତ ଦେଖିବେ ଏଇଭଳି ମଇଦାକୁ ଏଡ଼୍ କରିଦେବା ଦ୍ୱାରା ବାଇଣ୍ଡିଙ୍ଗଟା ବହୁତ ବଢ଼ିଆ ହେବ। ଆଉ ଅଳ୍ପ ଟିକେ ସେଥିରେ ବେକିଂ ସୋଡ଼ା 1 ପିଞ୍ଚ ମୁଁ ସେଥିରେ ବେକିଂ ସୋଡ଼ା ଏଡ଼୍ କଲି। ବେକିଂ ସୋଡ଼ା ଅଧିକା ଦେବେନି, ନହେଲେ ଦେଖିବେ ଏମିତି ବେଳେବେଳେ ହୁଏ ତେଲରେ ପୁରା ମାନେ ଯେତେବେଳେ ଆପଣମାନେ ଏଇ ଛେନା ବଲ୍ସକୁ ତେଲରେ ଯେତେବେଳେ ଏଡ଼୍ କରିବେ ନା ସେ ଖୋଲିଯିବ। ତ ଅଧିକା ବେକିଂ ସୋଡ଼ା କି ବେକିଂ ପାଉଡ଼ର ଏଡ଼୍ କରିବେ। ଆଉ ବେକିଂ ସୋଡ଼ା ତ ବିଲକୁଲ ଏଡ଼୍ କରନ୍ତୁନି, କେବଳ ବେକିଂ ପାଉଡ଼ର ଏଡ଼୍ କରନ୍ତୁ, ଅଳ୍ପ ଟିକେ ପିଞ୍ଚିଡ଼ି ହେବ। ଆଉ ହାତର ହେଲ୍ପରେ ଭଲସେ ଟିକେ ତାକୁ ମିକ୍ସ କରିଦେବା, ଯେମିତି ମଇଦା ପୁରା ଛେନାରେ ପୁରା ମିକ୍ସ ହେଇଯିବ। ଆଉ ଖାଇବା ଦେଖିବେ ଏଇଭଳି ବଢ଼ିଆ ସେ ବନିକି ରେଡ଼ି ହେବ। ଖାଇବାକୁ ବି ଟେଷ୍ଟି ଲାଗିବ। ମିଠାଟା ଆମର ବହୁତ ବଢ଼ିଆ ଫୁଲା ଫୁଲା ମିଠା ବନିକି ରେଡ଼ି ହେବ। ଆଉ ଏମିତି ମିଠା ବନିବ କି ପାଟିରେ ଦହୁ ଦହୁ ପୁରା ମିଳିଯିବ। ତ ଆପଣମାନେ ଚାହିଁଲେ କ୍ଷୀରକୁ ଛିଡ଼େଇକିରି ବି ଛେନା ପ୍ରସ୍ତୁତ କରିକିରି ବନେଇ ପାରିବେ, ଆଉ ମାର୍କେଟର ଛେନାରେ ବି ବନେଇ ପାରିବେ। ତ ଆପଣମାନଙ୍କୁ ମୁଁ ତ ସେୟାର କରିସାରିଛି ଯେ କେମିତି ଆପଣମାନେ କ୍ଷୀରକୁ ଛିଡ଼େଇକି ଛେନା ପ୍ରସ୍ତୁତ କରିବେ। ତ ମୁଁ ଭାବିଲି ଆଜି ଯେହେତୁ ମୋ ପାଖରେ ପନିର ଥିଲା, ତ ଏଇ ପନିର ରେସିପିରେ ଆପଣମାନେ କେମିତି ଘରେ ଗୋଲାପ ଜାମୁନ ବନେଇ ଖାଇପାରିବେ ସେ ରେସିପିଟି ଏଠି ମୁଁ ସେୟାର କରିଛି। ଆଉ ଦେଖନ୍ତୁ ହାତର ହେଲ୍ପରେ ତାକୁ ଆମେ ନିଜ ମନ ପସନ୍ଦ ଅନୁସାରେ ଆକୁ ଆମେ ସେପ୍ ଦେବା। ତ ଏଠି ମୁଁ ସିଲିଣ୍ଡର ସେପ୍ରେ ଛୋଟ ଛୋଟ ମୁଁ ଏଠି ଗୋଲାପ ଜାମୁନ ବନାଉଛି। ତ ମୁଁ ସିଲିଣ୍ଡର ସେପ୍ ଦେଇଛି, ଆଉ କିଛିଟା ମୁଁ ଏଥିରେ ଗୋଲ ସେପ୍ ବି ଦେଇଛି। ମୁଁ ଏଠି 2 ପ୍ରକାର ସେପ୍ରେ ମୁଁ ବନେଇକି ରେଡ଼ି କରିଛି এই ମିଠାକୁ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ପୁରାପୁରି ଇଜି ପ୍ରୋସେସ୍ରେ ବନେଇକିରି ଆପଣମାନେ ରେଡ଼ି କରିପାରିବେ। ଆଉ କେବେ ବି ଯଦି ବନେଇ ନାହାନ୍ତି ନା ମିଠା, ଯଦି ପ୍ରଥମ ଥର ହିଁ ବନାଉଛନ୍ତି ତାହେଲେ ବି ପରଫେକ୍ଟ ବନିକି ରେଡ଼ି ହେବ। ପୁଣି ଥରେ ଆପଣମାନଙ୍କୁ କହୁଛି, ଯେତିକି ଆପଣମାନେ ମିଠା ବନେଇବାକୁ ଚାହିଁବେ ତାଠୁ ଅଧିକା ଟିକେ ଚିନି ସିରା ପ୍ରସ୍ତୁତ କରିବେ। ଯଦି 200 ଗ୍ରାମର ଆପଣମାନେ ଏଠି ପନିର ନେଇଛନ୍ତି ନା, ତାହେଲେ 300 ଗ୍ରାମର ଏଠି ଚିନିକୁ ଏଡ଼୍ କରିକିରି ଚିନି ସିରା ପ୍ରସ୍ତୁତ କରିବେ। ଯେତେ ଅଧିକା ଟିକେ ଚିନି ସିରା ବଳିରେ ରଖିଦେବେ ଆଉ କେଉଁ ରେସିପିରେ ଏଡ଼୍ କରିବେ, କିନ୍ତୁ ଚିନି ସିରା ଟିକେ ଅଧିକା ଯଦି ବନେଇବେ ତାହେଲେ ଦେଖିବେ ମିଠାଟା ପୁରା ସ୍ମୁଥଲି ବନିବ। ଆଉ ଦେଖିବେ ସେ ମିଠା ପୁରା ଚିନି ସିରାକୁ ଆବଜର୍ବ କରିବ, ଖାଇବାକୁ ଟେଷ୍ଟି ଲାଗିବ। ଆଉ ପୁରା ପାଟିରେ ମିଳେଇ ଗଲା ଭଳି ମିଠା ବନିକି ରେଡ଼ି ହେବ। ଆଉ ଦେଖନ୍ତୁ ଏଠି ମୁଁ ସବୁତକ ସେପ୍ ଦେଇଦେଲି। ଦେଇ ସାରିବା ପରେ କ'ଣ କରିବା ନା, ଆକୁ ଆମେ ଏବେ ସାଇଡ଼ରେ ରଖିଦେବା। ଏବେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ଆପଣମାନେ ଆକୁ ଘିଅରେ ବି ଛାଣିପାରିବେ, ରିଫାଇନ୍ ତେଲରେ ବି ଛାଣିପାରିବେ। କିନ୍ତୁ ଏଠି ଦେଖନ୍ତୁ ଗୋଟେ ପ୍ୟାନ୍ରେ ମୁଁ କିଛି
ରିଫାଇନ୍ ତେଲ ନେଇଛି। ପ୍ରଥମେ ଗୋଟେ ପିସ୍ ମୁଁ ସେଥିରେ ଏଡ଼୍ କଲି, ଟିକେ ହାଲକା ଦେଖନ୍ତୁ ଛୋଟ ଛୋଟ ପୁରା ବବଲ୍ସ ଆସୁଛି। ତ ଜାଣିବେ ଏଇଠି ତେଲଟା ପରଫେକ୍ଟ ଗରମ ଅଛି। ଏଇଭଳି ଛୋଟ ଛୋଟ ପୁରା ବବଲ୍ସ ଆସୁଥିବ ହିଁ ଏଡ଼୍ କରିଦେବେ, ନହେଲେ ଦେଖିବେ ବାହାରୁ ପୁରା କ୍ରିପ୍ସି ହେଇଯିବ ଆଉ ଭିତର ସିଝିବନି। ତ ଏଇଭଳି ସ୍ଲୋ ଆଞ୍ଚ ଯଦି ଆପଣମାନେ ୟାକୁ ଫ୍ରାଏ କରିବେ ନା, ତାହେଲେ ଦେଖିବେ ଏଇଠି ମିଠାଟା ବି ଆମର ଫୁଲିବ ଆଉ ପୁରା ଭଲସେ ପୁରା ମାନେ କଲର୍ ଆସିବ, ବହୁତ ବଢ଼ିଆ ଏଇଠି ମିଠା ବନିକି ରେଡ଼ି ହେବ। ଆଉ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ମୁଁ ସ୍ଲୋ ଆଞ୍ଚରେ ବନେଇଲି, ସେଥିପାଇଁ ମିଠାଟା ବି ଦେଖନ୍ତୁ କେତେ ବଢ଼ିଆ ପୁରା ଫୁଲିଛି ଆଉ ବିଲକୁଲ ବି ସ୍କ୍ରାଚ୍ ଆସିବନି। ଯଦି ଏଇଭଳି ପ୍ରୋସେସ୍ରେ ବନିବେ, ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ। ଯଦି ପ୍ରଥମ ଥର ହିଁ ବନାଉଛନ୍ତି ନା, ବହୁତ ବଢ଼ିଆ ଏଠି ବନିକି ରେଡ଼ି ହେବ। ଦେଖିବେ କମ୍ ଖର୍ଚ୍ଚରେ ଆପଣମାନେ ଯଦି ଘରେ ବନାଉଛନ୍ତି, କମ୍ ଖର୍ଚ୍ଚରେ ବନିକି ରେଡ଼ି ହେବ ଆଉ ହେଲ୍ଦି ବି ବନିକି ରେଡ଼ି ହେବ, ଖାଇବାକୁ ବି ସୁପର ଟେଷ୍ଟି ଲାଗିବ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ରହିକି ଟିକେ ହାଲକା ଫ୍ରାଏ ହେଇସାରିବା ପରେ, ଟିକେ ଫୁଲି ସାରିବା ପରେ ମିଠାଟା, ତାପରେ ଗୋଟେ ଚାମଚ ହଉ କି ଯେକୌଣସି ବେଲା ନେଇଯିବେ, ତାର ବ୍ୟାକ୍ ସାଇଡ଼୍ରେ ଏଇଭଳି ଦେଖନ୍ତୁ, ନହେଲେ ଏଇଭଳି ଘୁମେଇକି ତାକୁ ଏକାଭଳି କଲର୍ ଆଣିବା ପର୍ଯ୍ୟନ୍ତ ଆକୁ ଟିକେ ଫ୍ରାଏ କରିବେ। ତ ବହୁତ ବଢ଼ିଆ କଲର୍ ବି ଆସିବ ଆଉ ଖାଇବାକୁ ପୁରା ଟେଷ୍ଟି ବି ଲାଗିବ। ଧୀରେ ଧୀରେ ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଗଲାଣି। ଆପଣମାନେ ଚାହିଁଲେ ଏତିକି କଲର୍ ଥିବେ ବି ଆପଣମାନେ ବାହାର କରିପାରିବେ, ମିଠାକୁ ଚିନି ଶିରାରେ ଏଡ଼୍ କରିପାରିବେ। ଆଉ ଦେଖନ୍ତୁ ଗୋଟେ ବି ସ୍କ୍ରାଚ୍ ଆସିନି, ବହୁତ ବଢ଼ିଆ ଫୁଲିକିରି ଆମର ଗୋଲାପ ଜାମୁନ ବନିକି ରେଡ଼ି ହେଇଛି। ଘରେ ଯଦି ଅଳ୍ପ ଟିକେ ଛେନା ଅଛି ତାହେଲେ ଆପଣମାନେ ବନେଇ ପାରିବେ। ଏଇ ରେସିପିଟି ଆପଣମାନଙ୍କୁ ତ ମୁଁ ଅଟାର ଗୋଲାପ ଜାମୁନ ବି ସେୟାର କରିଛି, ମୋ ଚ୍ୟାନେଲରେ ଆପଣମାନେ ସର୍ଚ୍ଚ କରିପାରିବେ। ଆଉ ଏଠିକି ସୁଜିର ବି ଗୋଲାପ ଜାମୁନ ସେୟାର କରିଛି। ଏବେ 8ରୁ 10 ଦିନ ଆଗରୁ ମୁଁ ଗୋଲାପ ଜାମୁନ ଗୋଟେ ରେସିପି ସେୟାର କରିଥିଲି ଆପଣମାନଙ୍କୁ, ସୁଜିରେ କେମିତି ଆପଣମାନେ ବନେଇ ପାରିବେ। ସେଥିରେ ବହୁତ ସାରା ଭଲ ପାଇବା ଦେଇଛନ୍ତି, ସେଥିପାଇଁ ବହୁତ 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 ଧନ୍ୟବାଦ। ତ ଭାବିଲି ଆଜି ଆପଣମାନଙ୍କୁ ଛେନା ଯଦି ଘରେ ଅଛି ବି ଆପଣମାନେ ବନେଇ ପାରିବେ, ଆଉ କ୍ଷୀର ବି ଯଦି ଅଛି କ୍ଷୀରକୁ ଛିଡ଼େଇକିରି ବି ଏଇ ରେସିପିଟା ଛେନା ପ୍ରସ୍ତୁତ କରି ବନେଇ ପାରିବେ। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି ଆଉ ବହୁତ ବଢ଼ିଆ କଲର୍ ଆସିଛି। ତ ଆପଣମାନେ ଯଦି ଆଉ ଏଠି କାଲା ଜାମୁନ ଟେଷ୍ଟ ଆଣିବାକୁ ଚାହୁଁଛନ୍ତି, ଆଉ ଟିକେ ତାକୁ ଯଦି ଫ୍ରାଏ କରିଦେବେ, ତାହେଲେ କାଲା ଜାମୁନ ବନିକି ବି ରେଡ଼ି ହେଇଯିବ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ଆଉ ଦେଖନ୍ତୁ ଆକୁ ବନି ସାରିବା ପରେ କ'ଣ କରିବେ ନା, ଗରମ ଗରମ ଚିନି ଶିରାରେ ଆକୁ ଏଡ଼୍ କରିଦେବା। ଏଡ଼୍ କରିକି ଏଇ ସବୁ ଯଦି ଚିନି ଶିରା ଥଣ୍ଡା ହେଇସାରିଥିବ ନା, ତାହେଲେ ଉଷୁମ କରିଦେବେ ବା ଟିକେ ଗରମ କରିଦେବେ ଚିନି ଶିରାଟାକୁ। ତ ଦେଖିବେ ସେଇଥିରେ ଯଦି ଆପଣମାନେ ଏଡ଼୍ କରିଦେଉଛନ୍ତି ଗୋଲାପ ଜାମୁନକୁ, ତାହେଲେ ଦେଖିବେ ଜଲ୍ଦି ଚିନି ଶିରାକୁ ଆବଜର୍ବ କରିବ। ଆଉ ଏବେ ଆମେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆକୁ ଆମେ ଛାଡ଼ିଦେବା 3ରୁ 4 ଘଣ୍ଟା ରେଷ୍ଟ ପାଇଁ ରଖିବା। ତ ସେଇ ପ୍ରୋସେସ୍ରେ ସବୁତକ ବନେଇଦେବା। ଏଇ ରେସିପିଟା ଯଦି ବନାଉଛନ୍ତି ନା, ରାତିରେ ଯଦି ବନେଇଦେବେ ତାହେଲେ ସକାଳୁ ଖାଇବେ ନା, ପୁରା ସଫ୍ଟ ବନିଯାଇଥାଏ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତ ଏବେ ପୁଣି ଥରେ ଚାଲନ୍ତୁ ଆଉ ଗୋଟେ ଷ୍ଟେପ୍ ବି ବନେଇକି ରେଡ଼ି କରିଦେବା। ତାପରେ ସେକେଣ୍ଡ ଷ୍ଟେପ୍ଟା ଯେତେବେଳେ ବନେଇବେ ନା, ଗ୍ୟାସ୍ ଫ୍ୟାନ୍କୁ ଏଇ ସମୟରେ ଅଫ୍ କରିଦେବେ। ଅଫ୍ କରିକିରି ହିଁ ବନେଇବେ, ନହେଲେ ଦେଖିବେ ପୁରା ଫ୍ରାଏ ହେଇଯିବ ଜଲ୍ଦି ଆଉ ବାହାରୁ ପୁରା କ୍ରିପ୍ସ ହେଇଯିବ, ଭିତରେ ସିଝିବନି। ଆଉ ଦେଖନ୍ତୁ ମୋ ପାଖରେ ଯେହେତୁ ମୁଁ ଆଗରୁ କହିଥିଲି ଆପଣମାନଙ୍କୁ ଯେ ଚିନି ଶିରା ମୋ ପାଖରେ ଅଧିକା ଅଳ୍ପ ଟିକେ ଚିନି ଶିରା ଅଛି, ତ ମୁଁ ସେଥିପାଇଁ ଅଳ୍ପ ବନେଇଛି ବୋଲି। ଦେଖନ୍ତୁ ଆଉ ବଳକା ଯେଉଁ ଚିନି ଶିରା ମୋ ପାଖରେ ଥିଲା, ମୁଁ ତାକୁ ବି ଗରମ କରି ସେଥିରେ ଏଡ଼୍ କରିଦେଲି। ଅଧିକ ଟିକେ ଚିନି ଶିରା ରହିଲେ ଦେଖିବେ ବହୁତ ବଢ଼ିଆ ବନିକି ମାନେ ସେ ଚିନି ଶିରାକୁ ଆବଜର୍ବ କରିବ ଆଉ ଖାଇବାକୁ ଟେଷ୍ଟି ଲାଗିବ। ତ ଦେଖନ୍ତୁ ଆଉ ଗୋଟେ ଷ୍ଟେପ୍ ବି ବନିକି ରେଡ଼ି ହେଇଗଲା। ସେମ୍ ପ୍ରୋସେସ୍ରେ ତାକୁ ଫ୍ରାଏ କରିବେ ସ୍ଲୋ ଆଞ୍ଚରେ ପୁରା, ଆଉ ବହୁତ ବଢ଼ିଆ କଲର୍ ବି ଆସିଯାଇଛି। ତ ପୁଣି ଥରେ ଆମେ ବାହାର କରିଦେବା ଗୋଟେ ଷ୍ଟ୍ରେନର୍କୁ। ତାର ତେଲ ସବୁତକ ଚାଲିଯିବା ପରେ ଆମେ ପୁଣି ଥରେ ଚିନି ଶିରାରେ ତାକୁ ଏଡ଼୍ କରିଦେବା। ତ ଏଇଭଳି ପ୍ରୋସେସ୍ରେ ଆପଣମାନେ ଗୋଲାପ ଜାମୁନ ବନାନ୍ତୁ, ପୁରା ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ। ଷ୍ଟେପ୍ସ ଟୁ ଏଇଠି ମୁଁ ପୁରା ଷ୍ଟେପ୍ ପୁରା ସେୟାର କରିଛି ଆପଣମାନଙ୍କୁ, ମାନେ କେମିତି କ'ଣ ଆପଣମାନେ ଇଜି ପ୍ରୋସେସ୍ରେ ବନେଇ ପାରିବେ ସେଇ ରେସିପିଟି। ତ ଏଇଥର ରାକ୍ଷୀରେ ନିଶ୍ଚୟ ଘରେ ଟ୍ରାଏ କରନ୍ତୁ, ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ଦେଖନ୍ତୁ ମୁଁ ସବୁତକ ଏଇଥିରେ ଗୋଲାପ ଜାମୁନକୁ ଏଡ଼୍ କରିଦେଲି। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରିକିରି ଆକୁ କ'ଣ କରିବେ ନା, 3ରୁ 4 ଘଣ୍ଟା ପର୍ଯ୍ୟନ୍ତ ଆମେ ଟିକେ ରେଷ୍ଟ ପାଇଁ ରଖିଦେବା। ରେଷ୍ଟ ପାଇଁ ରଖିବା ଦ୍ୱାରା ସେ ଦେଖିବେ ଚିନି ଶିରାକୁ ପୁରା ଆବଜର୍ବ କରିଦେବ ଆଉ ପୁରା ଯେମିତି ପାଟିରେ ଦଉ ଦଉ ମିଳେଇଗଲା ଭଳି ଜୁସି ମିଠା ବନିକି ରେଡ଼ି ହେଇଯିବ। ତ ଦେଖନ୍ତୁ ଆକୁ ମୁଁ କିଛି ସମୟ ଆକୁ ଏବେ ଘୋଡ଼େଇ ଦେବା ଆମେ କଭର୍କୁ, ଆକୁ ରଖିଦେବା। ସେତି ଭିତରେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ବି ପ୍ରସ୍ତୁତ କରିଦେବା। ତ 3ରୁ 4 ଘଣ୍ଟା ପରେ ମୁଁ କ'ଣ କଲି ନା, ଆକୁ ମୁଁ ରାତିରେ ବନେଇ ଦେଇଥିଲି, ଆକୁ ରେଷ୍ଟ କରିବାକୁ ଛାଡ଼ିଲି। ଆଉ ସକାଳୁ ଦେଖନ୍ତୁ ଏଠି ମୁଁ କ୍ଷୀର ନେଇଛି କିଛି। ତ ଏଇଟା ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ବନେଇବେ ନହେଲେ ସ୍କିପ୍ କରିପାରିବେ। କିଛି କ୍ଷୀରକୁ ମୁଁ ପୁରା ଶୁଖେଇକିରି ତାକୁ ଖୋଆ ବନେଇ ଦେଇଛି। ଖୋଆ ବନେଇ ସାରିବା ପରେ ତାକୁ ଆମେ ବି ସାଇଡ଼୍ରେ ରଖିଦେବା। ଆଉ ଦେଖନ୍ତୁ ଏଇଠି ଆପଣମାନଙ୍କୁ ଦେଖାଉଛି 3-4 ଘଣ୍ଟା ପରେ ଆପଣମାନଙ୍କୁ ମୁଁ ଦେଖାଉଛି କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ଆଉ ଦେଖନ୍ତୁ ତୁଳା ପରି ପୁରା ନରମ, ସେ କେତେ ସାରା ପୁରା ଚିନି ଶିରାକୁ ଆବଜର୍ବ କରିଛି, ପୁରା ଜୁସି ବନିଛି। ଦେଖନ୍ତୁ ଆପଣମାନଙ୍କୁ ପାଖରୁ ବି ଦେଖାଇ ଦେଉଛି, ଗୋଟେ ମୁଁ ଏଠି ପ୍ରେସ୍ କରିବି ମିଠାକୁ ଦେଖାଇ ଦେଉଛି, ଆଉ ଯେମିତି ପାଟିରେ ଦଉ ଦଉ ମିଳେଇଯିବ। ଆଉ ଦେଖନ୍ତୁ କେତେ ସାରା ପୁରା ଚିନି ଶିରାକୁ ସିଏ ଆବଜର୍ବ କରିଛି। ଆପଣମାନେ ଚାହିଁଲେ ଏମିତିରେ ବି ଖାଇପାରିବେ, ଆଉ ଯଦି ଟିକେ ଟେଷ୍ଟକୁ ବଢ଼ାଇବାକୁ ଚାହୁଁଛନ୍ତି ତାହେଲେ ଖୋଆ ବନାନ୍ତୁ, ତା ଉପରେ ତାର କୋଟିଂଟା ଦେବେ ଯଦି ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ।
तो देखନ୍ତୁ ଆମେ କ'ଣ କରିବା ନା ଯେହେତୁ ଖୋଆରେ କୋଟିଂ ଦେବା ତ ସବୁତକ ଚିନି ସିରାକୁ ଷ୍ଟେନରରେ ଆମେ ଛାଣିକିରି ବାହାର କରିଦେବା। ବାହାର କରିକିରି ଆଗ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଏମିତି ରଖିଦେବା। ତ ଚିନି ସିରା ସବୁତକ ବାହାରି ଯିବା ପରେ ତାପରେ କ'ଣ କରିବା, ଦେଖନ୍ତୁ ଆପଣମାନଙ୍କୁ ମୁଁ କ୍ୟାମେରା ସାମ୍ନାରେ ଦେଖେଇ ଦେଉଛି କେତେ ସୁନ୍ଦର ଦେଖାଯାଉଛି କହିଲେ। ପୁରାପୁରି ମାର୍କେଟ ଷ୍ଟାଇଲରେ ବନିଛି, ପୁରା ମିଠା ଦୋକାନ ଷ୍ଟାଇଲରେ ହିଁ ବନିଛି। ତ ବହୁତ ବଢ଼ିଆ ଗୋଟେ ରେସିପି, ଆପଣମାନେ ଘରେ ଆଗ ଟ୍ରାଏ କରନ୍ତୁ। ଯଦି ଘରେ ଖୋଆ ବି ନାହିଁ ତାହେଲେ କେବଳ ଯଦି ଅଳ୍ପ ଟିକେ ପନିର ଅଛି ତାହେଲେ ବି ଗୋଲାପ ଜାମୁନ ବନିକି ରେଡ଼ି ହେଇଯିବ। ତ ଦେଖନ୍ତୁ ଏଠି ମୁଁ କ୍ଷୀରଟାକୁ ଶୁଖେଇକିରି ଖୋଆ ବନେଇ ଦେଇଥିଲି। ତ ଖୋଆଟା ବନି ସାରିବା ପରେ ସେଥିରେ ଆମେ କ'ଣ କରିବା ନା ସେ ଯେ ଗୋଲାପ ଜାମୁନଟାକୁ ଚିନି ସିରା ଗଲା ପରେ ସେଥିରେ ଏଡ଼୍ କରି ଭଲସେ ଟିକେ ମିକ୍ସ କରିଦେବା। ଏଭଳି ମିକ୍ସ କରିବା ଦ୍ୱାରା ଦେଖିବେ ଖାଇବା ସମୟରେ ଖୋଆର ବି ଟେଷ୍ଟ ଆସିବ, ଏଠି ଗୋଲାପ ଜାମୁନର ବି ଟେଷ୍ଟ ଆସିବ। ତ ଏଇ ତରିକାରେ ଆପଣମାନେ ବି ଘରେ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିଥିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ୟାକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଫାଇନାଲ୍ ରେସିପିଟି ବନିକି ରେଡ଼ି ହେଇସାରିଛି। ଆଉ ଦେଖନ୍ତୁ ଆପଣମାନଙ୍କୁ ମୁଁ ଗୋଟେ ପ୍ଲେଟ୍କୁ ବି ବାହାର କରି ଦେଖେଇ ଦେଉଛି କେମିତି କ'ଣ ବନିଛି। ତ ଏଇ ତରିକାରେ ଆପଣମାନେ ଘରେ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି କିନ୍ତୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୋ ଭିଡ଼ିଓ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି ମୁଁ ଜାଣିପାରିବି, ମୋତେ ବି ଖୁସି ଲାଗିବ ଯେ ଭିଡ଼ିଓ ଆପଣମାନେ କେତେ ଦୂର ଦେଖୁଛନ୍ତି। ତ ଫାଇନାଲି ଦେଖନ୍ତୁ କେତେ ବଢ଼ିଆ ଗୋଟେ ରେସିପି ବନିକି ରେଡ଼ି ହେଇଛି। ଆଉ ଖାଇବା ସମୟରେ ଆପଣମାନେ ଜାଣିପାରୁଥିବେ କେତେ ସ୍ୱାଦିଷ୍ଟ ଇଏ ଲାଗିବ। ମାନେ ଏମିତି ଗୋଲାପ ଜାମୁନର ବି ସ୍ୱାଦ ପାଇବେ, ଆଉ ଦେଖିବେ ଉପରେ ତା'ର କୋଟିଂଟା ଅଛି ଖୋଆର, ତ ଖୋଆର ବି ସ୍ୱାଦ ପାଇବେ। ତ ଆପଣମାନେ ଏଇ ରେସିପିଟା ଆଗରୁ ପ୍ରସ୍ତୁତ କରିଛନ୍ତି କି ନାହିଁ ଆପଣମାନେ କମେଣ୍ଟ ବକ୍ସରେ ମୋତେ କମେଣ୍ଟ କରନ୍ତୁ। ତ ଫାଇନାଲ୍ ରେସିପିଟି ବନିକି ରେଡ଼ି ହେଇଗଲାଣି। ତ ଆପଣମାନେ ବି ଟ୍ରାଏ କରନ୍ତୁ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।